ସତ ହେଲା ଚର୍ଚ୍ଚା। ନବୀନ ନିବାସରେ ନଜର ଆସିଲେ ପାଣ୍ଡିଆନ। ରାଜ୍ୟରେ ପଡ଼ିଛି ହୁରି। ଖବର ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ଭିଡ଼ିଓକୁ ବହୁମାତ୍ରା ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି। ସର୍ଭାଇକାଲ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଗତ ଜୁନ 22ରେ ନବୀନ ମୁମ୍ବାଇ ଯାଇଥିଲେ। କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ପରେ ଡିସଚାର୍ଜ ହୋଇ ମୁମ୍ବାଇରେ ଥିଲେ ନବୀନ। ଆଜି ଓଡ଼ିଶା ଫେରିବା ପରେ ତାଙ୍କୁ ଦେଖା କରିବାକୁ ନବୀନ ନିବାସରେ ପ୍ରବଳ ଶୁଭେଚ୍ଛାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହା ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ହୋଇଥିଲା କାର୍ତ୍ତିକ ପାଣ୍ଡିଆନ ଦଳରେ ନଥିଲେ ମଧ୍ୟ ଏବେ ବି ବିଜେଡି କଥା ବୁଝାବୁଝି କରିବା ସହ ନବୀନଙ୍କ କଥା ବୁଝୁଛନ୍ତି, ତାହା ଆଜି ପ୍ରମାଣିତ ହୋଇଛି। ନବୀନ ନିବାସରେ ଆଜି ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି। ତାଙ୍କୁ ସାମ୍ବାଦିକମାନେ ଅନେକ ପ୍ରଶ୍ନ ପଚାରୁଥିଲେ ମଧ୍ୟ ସେ କିଛି ନ କହି ଖାଲି ସ୍ମିତ ହାସ୍ୟଟିଏ ହସିଦେଇ ପ୍ରବେଶ କରୁଛନ୍ତି। ଭିତରେ ପାଣ୍ଡିଆନଙ୍କ ପଛେ ପଛେ ବିଜେଡିର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ବି ଦେଖିବାକୁ ମିଳିଛି। ପାଣ୍ଡିଆନ ପ୍ରତାପଙ୍କ ପିଠି ଉପରେ ହାତ ଥାପୁଡ଼େଇ କିଛି କହିଦେଇ ଚାଲି ଯାଉଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିବା ପରେ ରାଜ୍ୟ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।